ওম শ্রী সীতারাম বাল্মীকি রামায়ণ অযোধ্যাকাণ্ড শ্রীরামଙ୍କ অন্তপুরে গমন ও মাতাଙ୍କ ସହିତ কথୋପକଥନ ଦ୍ୱିତୀୟ ଭାଗ ଶାସ୍ତ୍ର କହେ ନୃପତିର ମରଣ ନିଶ୍ଚୟ ଏଥୁ ଜଣାଯାଏ ମୋର ଜୀବନ ଏ ସଂଶୟ ନଥାଏ ସମାନ ଭାବେ ଭାଇଙ୍କର ମନ ବୋଲୁ ବସିଆ ଜହାର କର ତୁ ବହନ ପୂର୍ବେ ମୋତେ ବୋଲିଛନ୍ତି ଗହରେ ପେହା ପୁନର୍ବସୁ ତେଜି ଯାଇ ରହିନି ଅନା ପରେଶ ହୋଇବେ ଯେବେ ପୁଷ୍ୟା ନକ୍ଷତ୍ରରେ ଅଭିଷେକ କରାଇବ ହେମନ୍ତ ଯୋଗରେ ପ୍ରଭାତ ସମୟ କାଳେ ପୁଷ୍ୟା ଯୋଗ ହେବ ପତ୍ନୀ ସହ ଉପବାସେ ଆଇ ସେ ରହିବ କୁଶାସନ ଦୁହେଁ ପୁଣି କହିବ ଶୟନ ତମକୁ ଜଗିବେ ଅତି ଯତ୍ନେ ବନ୍ଧୁଗଣ ଏ ସକଳ କର୍ମେ ବିଘ୍ନ ଘଟାଇବ ବହୁତ ଆଜି ରାତି ସତର୍କ ରହିବା ଉଚିତ ଧାର୍ମିକ ଭରତେ ତୋର ସାନ ଭାଇ ଜିତେନ୍ଦ୍ରିୟ ସାରଶୀଳ ଯୁଦ୍ଧରେ ବିଜୟୀ ସବୁବେଳେ ତାର ଚିତ୍ତ ଥାଏ ତ ସେବାରେ ଈଶ୍ୱରୀ ସେହି ପୁତ୍ର ବସି ମା ମୋ ଘରେ ଯେବେ ଏଠି ଉପସ୍ଥିତ ନହିସି ଭରତ ତଥାପି ତୁ ରାଜ ହୁଅ ବରଷିରେ ସତ ଏ ଦୃଢ଼ ବିଶ୍ୱାସ ବସି ମୋହର ହୃଦୟରେ ମନୁଷ୍ୟଙ୍କ ମନ ସମ ଭାବରେ ନ ରହେ ଧାର୍ମିକ ଦୟାର ପୁଣି ସାଧୁଙ୍କର ଚିତ ରାଗ ଦେଶ ଅହଙ୍କାର ହୋଇ ଆକ୍ରାନ୍ତ ତେଣୁ ତୁ ହିଁ କ୍ଷଣି ଯାଇ ପତ୍ନୀ ସହ ବ୍ରତ ଅନୁଷ୍ଠାନ କରି ଆୟ ରାତିର ଏ ବଚନ ଶୁଣି ରାମ ଉଠିଲେ ତକ୍ଷଣେ ଦଣ୍ଡବତ ପ୍ରଣମିଲେ ପିତାଙ୍କ ଚରଣେ ମନର ଉଲ୍ଲାସେ ତହୁଁ ବେଗେ ଚଳିଗଲେ ଆପଣାର ପୁରେ ଯାଇ ପ୍ରବେଶ ହୋଇଲେ କହିବି ଏସବୁ କଥା ସୀତାଙ୍କ ଆଗରେ ମିଳିଲେ ଉତ୍ସକେ ଯାଇ ଜାନକୀଙ୍କ ପୁରେ ନ ଦେଖିନ ସେ ମନ୍ଦିରେ ଜାନକୀ ଦେବୀଙ୍କୁ ସତ୍ୱରେ ଚଳିଲେ ତହୁଁ ମାତାଙ୍କ ପାଶକୁ ଦେଖିଲେ କୌଶଲ୍ୟା ଦେବୀ ଦେବତା ଗୃହରେ କୌଶଲ୍ୟ ବସନ ପିନ୍ଧି ବସି ଆସନରେ ମୋର ପୁତ୍ର ରାମ ହେଉ ଅଯୋଧ୍ୟାରେ ଆୟା ଏଥିପାଇଁ ଦେବତାଙ୍କୁ କରୁ ବସି ପୂଜା ଲକ୍ଷ୍ମଣ ସୁମିତ୍ରା ଦେବୀ ଏ ସମୟରେ ଆସି ସେହି କଥା ତାଙ୍କ ଆଗେ କହୁଛନ୍ତି ହସି ଲକ୍ଷ୍ମଣଙ୍କ ମୁଖ ଶୁଣି ଅଭିଷେକ କଥା ଅତ୍ୟନ୍ତ ଆନନ୍ଦ ହେଲେ ଶ୍ରୀରାମଙ୍କ ମାତା ସେହି କ୍ଷଣି ପରିବାରି ଗଣକୁ ପେଶିଲେ ଜାନକୀ ଦେବୀଙ୍କୁ ପାଶେ ଡକାଇ ଆଣିଲେ ସୀତା ଦେବୀ ଶାଶୁଙ୍କର ପାଦ ତଳେ ପଡ଼ି ନମସ୍କାର করে শুনি বেনি কর যদি ତହୁଁ ଯାଇ ସୌମିତ୍ରଙ୍କ ଚରଣେ ନମିଲେ
ହାତ ଯୋଡ଼ି ପୁଣି ତାଙ୍କୁ ନମସ୍କାର କଲେ। ଦେଖିଅ ସୁମିତ୍ରା ଦେବୀ ଅତି ସ୍ନେହ ଭରେ, ହାତ ଧରି ବସାଇଲେ ଆପଣା ପାଶରେ। କୌଶଲ୍ୟା ଦେବୀ ତହୁଁ ପ୍ରାଣାୟାମ କରି, ନାରାୟଣ ଦେବତାଙ୍କୁ ହୃଦୟ ସୁମରି। ସମସ୍ତ ଇନ୍ଦ୍ରିୟ ରୋଧି ଧ୍ୟାନ ମଗ୍ନ ହେଲେ, ପରମ ପୁରୁଷ ଥାଏ ମନକୁ ରଖିଲେ। ଲକ୍ଷ୍ମଣ ସୁମିତ୍ରା ଆଦି ଜନଙ୍କ ଦୁଲଣୀ, ହୃଦ ମଧ୍ୟ ଚିନ୍ତା କଲେ ପ୍ରଭୁ ଚକ୍ରପାଣି। ହେମନ୍ତ ସମୟରେ ଯାଇ ମିଳିଲେ ଶ୍ରୀରାମ, ମାତାଙ୍କ ଚରଣ ତଳେ କଲେ ପ୍ରଣାମ। ମାତାଙ୍କ ଚରଣ ତଳେ କଲେ ପ୍ରଣାମ। ସୁମିତ୍ରା ଦେବୀଙ୍କ ପାଦ ପଦ୍ମକୁ ବନ୍ଦିଲେ, ତହୁଁ ପୁଣି ଲକ୍ଷ୍ମଣଙ୍କୁ ସ୍ନେହ କଲେ। ଜୟ ଶ୍ରୀରାମ।